ସକାଳ ଭାଇମାନେ ଶୁଭ ସକାଳର ଅଭିନନ୍ଦନ। ଆଉ ଗୋଟେ ନୂଆ ଭିଡ଼ିଓରେ ସ୍ୱାଗତ କରୁଛି। ମୁଁ ସୁଶାନ୍ତ। ଆଉ ଏଇଟା ଆମେ କାଲି ରାତିରେ ଲୋଡ଼ କରି ବାହାରି ଗଲୁ ଜାମନଗରରୁ। ଆମର ଆସିକି 10-15 କିଲୋମିଟର ଆଗକୁ ଆସିକି ଶୋଇ ପଡ଼ିଥିଲୁ, ରାତି ବେଶୀ ହେଇଯାଇଥିଲା ନା କହିକିରି। ତ ଏଠୁ ବାହାରିକି ଆସିଲୁ ବେଳେ ଦେଖିଲୁ ଭେଟ୍ ପଡ଼ିଲୁ, ଆମର ଦୁଇଟା ଭାଇ ଆସିଛନ୍। ଆଉ ସାଙ୍ଗ ସାଙ୍ଗେ ଭେଟ୍ ପଡ଼ୁଛୁ, ଏଠି ଶୋଇଥିଲେ, ଖାଲି ଗାଡ଼ି ତାଙ୍କର ଅଛି। ଆଉ ପାଗ ବି ଦେଖ ଭାଇମାନେ କେଡ଼େ ସୁନ୍ଦର ହେଇଛି, ପୁରା ଆକାଶ ପୁରା ଫର୍ଚା ଫର୍ଚା ବଢ଼ିଆ ପାଗ ହେଇଛି। ଆଉ ଥଣ୍ଡା ବି ବେଶୀ ଲାଗ୍ବାର ନାହିଁ, ହାଲକା ହାଲକା ଥଣ୍ଡା ଅଛି। ଆଉ ମିତ ବି ପହଞ୍ଚିଗଲେ, ମିତ ଟିକେ ପଛରେ ଥିଲେ ତ ସେ ବି ପହଞ୍ଚିଗଲେ। ଏଠି ଚେପ୍ଟା କପ୍ ଚାହା ବାଲାଟି ପହଞ୍ଚିଛୁ। ଚେପ୍ଟା କପ୍ ଚାହା ବୋଲୁଛୁ ଆମେ ଏଠି। ଆମର ଆଡ଼େ ଗୁଲ ଗୁଲ ଲମ୍ବା ଲମ୍ବା କପ୍ ମିଳେ, ଚେପ୍ଟା ମିଳେ, ସେଥିଲାଗି ବୋଲି ଚେପ୍ଟା କପ୍ ଚାହା ବୋଲି କୁହାଯାଉଛି। ଆଉ ଟିକେ ଦୁଃଖ ସୁଖ ହବୁ, ମିଳିଛୁ କେତେ ଦିନ ପରେ ଯାଇକି ଭେଟ୍ ପଡ଼ିଛୁ। ଆଉ ଏ ଭାଇମାନେ ଏତେ ନାଇଁ ଆସନ୍, ସେମାନେ ବମ୍ବେ ଯାନ୍, ଲେକିନ୍ ଏପାଳି ପଡ଼ିଯାଇଛି ଆମର ସାଙ୍ଗେ, ତ ସେଥିଲାଗି ବୋଲି ଆସିଛନ୍। ଆଉ ଏଠି ଲାଇଟର ଦେଖୁଛୁ ଭାଇମାନେ, ୟୁଟ୍ୟୁବ୍ ବାଲା, ଟିକଟକ୍ ବାଲା ଲାଇଟର ସବୁ ଅଛେ। ଆଉ ଇନଷ୍ଟାଗ୍ରାମ ବାଲା ବି ଲାଇଟର ଅଛେ। ଆଉ 10 ବାଜିଗଲା ଭାଇମାନେ, ତ ରୋଷେଇବାସ ଟିକେ କରୁଛୁ। ଆମର ତ ସେଇ ଅରୁଆ ଭାତକୁ ଡାଲମା ଆଉ ତାର ସାଙ୍ଗରେ ଟିକେ ଚଟଚଟା ଟିକେ ପାଗ ହେଇଛି। ଆଜି ଆମର ଶୁଖୁଆ ମାଛ ଧରିକି ଆସିଥିଲି ଯେନ୍ ଓଡ଼ିଶାରୁ, ସେଟା ଟିକେ ବନା ହେଉଛି। ଆଉ ଏଠି ତ ଆଇଁଷ ନାଇଁ ମିଳେ, ଏଥିଲାଗି ବୋଲି ଶୁଖଲା ମାଛ ଟିକେ ଓଡ଼ିଶାରେ ପାଇଲେ ମୁଇଁ ଝୁରି ମାଛ ଟିକେ ଧରିକି ଆସିଥାଏ, ତାକି ଆଇଁଷ ଖାଇବାକୁ ମନ ହେଲେ ଟିକେ ବନେଇ ବନାଇକିରି ଖାଇଦେବା କହି। ଖାଲି ଡାଲି ଭାତ ହେଲେ କେତେ ଖାଇବୁ, ତ ସେଥିଲାଗି ବୋଲିକିରି। ଆଉ ଏଟା ଭାଇମାନେ ସନ୍ଧ୍ୟା ହେଇଗଲା, ତ ଆମେ ଆସିଛୁ ଗୋଟେ ହୋଟେଲରେ ରହିଗଲୁ। ବେଶୀ ଚଲେଇ ନାଇଁ ହୁଏ, 6 ଲେନ୍ ରାସ୍ତା ଥିଲା, ହେଲେ ବି ବେଶୀ ଚଲେଇ ନାଇଁ ହୁଏ। ଆଗରେ ଏଇନା ପୁରା ମାର୍କେଟ ଅଛି, ବହୁତ ଗୁଟେ ଟାଉନ୍ ଅଛି, ବଡ଼ୋଦରା, ଭାସଦ, ବହୁତ ଗୁଟେ ଟାଉନ୍ ଅଛି। ଏଥିଲାଗି 4-5ଟା ଟାଉନ୍ ଅଛି, ପାର କରିବାକୁ ପଡ଼ବା। ତ ଏଠି ରହିଯାଉଛୁ। ଆଉ ମଇତରଟା ଲାଇଟର ନେଇଛନ୍ 300 କି 400 ଟଙ୍କା ଦେଇକିରି। ଆଉ ସେଠୁ ତ ନାଇଁ ଆଣିଲୁ ଟିକଟକ୍ ବାଲା, ତ ଏଠୁ ଦେଖୁଛୁ। ଆଉ ଏଠି ଖାଇବା ଲାଗି ଯାଇଥିଲୁ, ଖାଇ ଖୁଆ ସାରିଛୁ ନା ଏଇ ହୋଟେଲରେ ନି ଶୋଇ ପଡ଼ବୁ। ପୁଣି ସକାଳ 4-5 ବଜେ ଆଡ଼ୁ ଉଠିକିରି ପୁଣି ବାହାରବୁ ଏଠୁ। 2ଟାନି ଗାଡ଼ି ଅଛୁ ଆମେ, ତ ସେଥିଲାଗି ବୁଲିକିରି। ଆଉ ଏଇଟା ଲାଇଟର ଟେଷ୍ଟିଂ ଚାଲିଛି। ଆଉ ପହିଲେ ଦେଖ ଶାଗୁଆ ଜଳୁଛି, ତାରପରେ ଲାଲିଆ ଜଳୁଛି ଲାଇଟରଟା। यार ସିଷ୍ଟମ ଦେଖ ଭାଇମାନେ ହେଲା, ଏଟା ଖୁଲିବ, ହେଠୁ ଯାଇକି ଜଳାବ, ହେଲେ ଯାଇକି ଜଳବା ଏନ୍ତା ପୁରା ଲାଲ ହେଇକିରି। ତାରପରେ ଆପେ ଆପେ ସେ ଲିଭିଯିବା ଯେତିକି ତାର ବାହାରିଥିବା। ନାଇଁ ଜଲେଗା ହେତା କିନା ନାଇଁ ଜଳଲା, ମୋର ମଇତର ଯିବ କଲଜାଟା ଲାଲିଆ ହେଇଯାଉଛି। ହଁ ସାରିଦେଲା ନା ମଇତର ବୋଲିଛି, ଆଉ କିଛି ନାହିଁ। ହଁ ମୁଁ ଏଇଟା ନେଲି ଭାଇମାନେ 100 ଟଙ୍କା ଦେଇକିରି। ଏଠି ମୋର ମୋବାଇଲ ଆସେନ ବା ନାଇଁ କହିକି, ନହେଲେ ଯିବା ଏକା ସାଙ୍ଗେ 80,000 ଟଙ୍କା 70,000 ଟଙ୍କା ପାଣିରେ ସ୍ୱାହା, କିସ୍ତି ସୁଝବା ଆଗରୁ ସ୍ୱାହା। ସେଥିଲାଗି ବୋଲିକିରି। ଆଉ ମୋର ମଇତରକୁ ତ ଜୁତା ପିନ୍ଧା ଶିଖେଇ ଦେଲି ଯେ, ସେ ଦିନ ରାତିକିରି ଜୁତା ପିନ୍ଧିକି ବୁଲୁଛି। ଆଉ ଚପଲ ନେଇ ପେନ୍ ଏକା ବୁଲୁଛି ରେ ଭାଇ। କିରା ଗୋଟେ ଦେଖିଦେଲା ନା ମୋର ମଇତର। ଜୟ ଶିବ ଶଙ୍କର।